ଢେଙ୍କାନାଳରେ ତେଜିଲା ଜନସନ୍ତୋଷ। ପୋଲିସ ବିରୋଧରେ ଗର୍ଜିଲେ ସାହି ବାସିନ୍ଦା। ନିର୍ଦ୍ଦୋଷକୁ ଗିରଫ ପ୍ରତିବାଦରେ ଗଣବିକ୍ଷୋଭ। ପୋଲିସର ଚାପଗ୍ରସ୍ତ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ତୀବ୍ର ଜନସନ୍ତୋଷ। ସଦର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମ ପଞ୍ଚାୟତର ବଣିଆସାହି ତରଫରୁ ଆଜି ମଙ୍ଗଳବାର ଏକ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାପୁରର ଅଶାନ୍ତି ନାୟକକୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପ୍ରକୃତ ଅଭିଯୁକ୍ତକୁ ଗିରଫ ନ କରି ଜଣେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଯୁବକ ସୁକୁଟା ନାୟକକୁ ବେଆଇନ ଭାବେ କୋର୍ଟ ଚାଲାଣ କରାଯାଇଥିବା ଅଭିଯୋଗ କରି ସାହି ବାସିନ୍ଦା ରାଜଗାଦିକି ଓହ୍ଲାଇଛନ୍ତି। ଏହା ପୂର୍ବରୁ ସାହିର ଲୋକମାନେ ଗତ 1-5 ତାରିଖରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲା ପରେ 8 ମେରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଜିଲ୍ଲାପାଳ ଓ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡ଼ିଶା ସରକାରଙ୍କର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରକୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ସମସ୍ତେ ଆଶ୍ୱାସନା ଦେଇଥିଲେ ଯେ କେବଳ ଦୋଷୀକି ଗିରଫ କରାଯିବ, ନିର୍ଦ୍ଦୋଷ ଲୋକକୁ ଗିରଫ କରାଯିବ ନାହିଁ। ଏହା ପୂର୍ବରୁ ସୁକୁଟା ନାୟକକୁ ପୋଲିସ 2 ଥର ପଚରାଉଚରା କରିଥିଲେ ମଧ୍ୟ ନିର୍ଦ୍ଦୋଷ ଭାବେ ଛାଡ଼ି ଦେଇଥିଲେ। ମାତ୍ର ବିଭିନ୍ନ ତାପର ପ୍ରଭାବରେ ପୋଲିସ ସୁକୁଟା ନାୟକକୁ ଗତ 24 ମେରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗିରଫ ବେଆଇନ ଓ ପୋଲିସ ସୁକୁଟାକୁ ଗିରଫ କରିବା ଓ ଗିରଫ ମେମୋରେ ପିତା ନବ ନାୟକ ମିଛ କହି ସୁକୁଟାକୁ ଛାଡ଼ିଦେବାକୁ କରି ଗିରଫ କରିଥିବାରୁ ଲୋକମାନେ ଜିଲ୍ଲାପାଳକୁ ଲିଖିତ ଅଭିଯୋଗ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଆଜି ସାହିର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆରକ୍ଷୀ ଅଧୀକ୍ଷକ ଅନୁପସ୍ଥିତିରେ ଅତିରିକ୍ତ ଅଧୀକ୍ଷକଙ୍କୁ ଦାବିପତ୍ର ଦେଇଥିଲେ। ପ୍ରକୃତ ଅଭିଯୁକ୍ତକୁ ଗିରଫ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସୁକୁଟାକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଥିଲେ। ନହେଲେ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଭାପୁରର ନବ ନାୟକ, ବିପିନ ନାୟକ, ଲକ୍ଷ୍ମୀଧର ନାୟକ, ସୌଦାମିନୀ ନାୟକ ନେତୃତ୍ୱରେ ସାହିର ସମସ୍ତ ବାସିନ୍ଦା ଯୋଗ ଦେଇଥିଲେ। ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ପକ୍ଷରୁ ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ନାୟକ, ଆଇନଜୀବୀ ପଦ୍ମିନୀ ନାୟକ, ସମ୍ପାଦକ ଚିତ୍ରସେନ ନାୟକ ସହଯୋଗ କରିଥିଲେ। ଢେଙ୍କାନାଳରୁ ଶୁଭମ ପାଣିକ ରିପୋର୍ଟ, RM ନ୍ୟୁଜ୍।